ଆଜିର ରେସିପିଟା ବହୁତ ହି ଇଣ୍ଟରେଷ୍ଟିଂ। ମାତ୍ର 2-3 ମିନିଟ୍ରେ ବନିଯିବ। ଛୁଆ କ'ଣ ବଡ଼ କ'ଣ ସମସ୍ତେ ଆରାମସେ ଖାଇବେ। କହିବାକୁ ଗଲେ 2 ପଟ ଖାଇଲେ 2ଟା ଯାଏଁ ଭୋକ ଟୋଟାଲ ବି ଲାଗିବନି। ଛୁଆଙ୍କ ଟିଫିନ୍ ପାଇଁଟା ତ ବହୁତ ହି ଉତ୍ତମ। ପିଲାଙ୍କୁ ଯଦି ନା ଝଟାପଟ କିଛି ବନେଇକି ଦେଇକି ଟିଫିନ୍‌ରେ ଦେବାର ଅଛି ନା, ଆଠୁ ଭଲ ତ କିଛି ବି ନାହିଁ। ଆଉ ସକାଳୁ ଏତେ ପରିଶ୍ରମ କରିବା ଅପେକ୍ଷା ଏଇଟା ଯଦି ଆପଣମାନେ ରେଡ଼ି କରି ରଖିଦେଇଥିବେ ନା, ମାତ୍ର କିଛି ସମୟ ଭିତରେ ଗୋଟେ ହେଲ୍ଦି ଜଳଖିଆ ଆମର ପ୍ରସ୍ତୁତ ହେଇଯାଏ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ମୁଁ এই ରେସିପି ପାଇଁ ସଜ ଅଟା ବି ନେଇଛି, ପ୍ଲସ୍ ରାତିରେ ବଳିଥିବା ଅଟା ବି ନେଇଛି। ଯେହେତୁ ନଷ୍ଟ ହେବାର ନାହିଁ, ତେଣୁକରି ଆପଣମାନେ ସଜ ଅଟା ବି ନେଇପାରିବେ, ବଳିଥିବା ଅଟା ବି ୟୁଜ୍ କରିପାରିବେ। ମୁଁ ନଡ଼ିଆକୁ କୋରେଇକି ନେଇଯାଇଥିଲି, ଆଉ ଗୁଡ଼ ମଧ୍ୟ ନେଇଯାଇଥିଲି। ଏଥିରେ ଚିନି ଆମେ ଆଡ଼୍ କରିବାର ନାହିଁ। ଗୁଡ଼ ଆଉ ନଡ଼ିଆର କମ୍ବିନେସନ୍ ହିଁ ଆମେ ରଖିବା। ଆଉ ଟିକେ ନାକୁ ମାନେ ଭଲ ଟିକେ ରାଗ ଆସିବା ପାଇଁ ନା ଗୋଲମରିଚ ଗୁଣ୍ଡ ସେଥିରେ ପକାଇ ଦେଇକି ତ ଭଲ ଭାବରେ ଆମେ ମାନେ କ'ଣ କରିବା ନା ଗୋଳେଇ ନେବା। ଲୁଣ ଆମେ ଆଡ଼୍ କରିବାନି, ନହେଲେ ପାଣି ଛାଡ଼ିବ। ଲୁଣର ଆବଶ୍ୟକତା ହିଁ ନାହିଁ ଏଇ ରେସିପିରେ। ଭଲ ଭାବରେ ଗୋଳେଇ ସାରିଲା ପରେ ଆମେ କ'ଣ କରିବା, ଯେଉଁ ଅଟାକୁ ଆମେ ଯେଉଁ ରଖିଥିଲେ ତାକୁ କ'ଣ କରିବା, 2 ସାଇଜ୍ ଭାବରେ ଗୁଳା କରିକି ନେଇଯିବା। ତ ମୁଁ ଏଇଟା ଛୁଆଙ୍କ ପାଇଁ ବି କହୁଛି, ଆପଣମାନେ ବଡ଼ ଲୋକଙ୍କ ପାଇଁ ବି, ଯେଉଁମାନେ ଜଳଖିଆ ବି ଯେଉଁମାନେ ସବୁ ଖାଇବେ ଟିକେ ଅଧିକ କ୍ୱାଣ୍ଟିଟିର ନେଇଯିବେ ଯଦି ସପରିବାରଙ୍କ ପାଇଁ ଆପଣମାନେ ପ୍ରସ୍ତୁତ କରୁଥିବେ। ବାସ୍ ଯେମିତି ଆମେ ମଣ୍ଡା ପିଠା ଯେମିତି ଆମର ହୁଏ, କାକରା ପିଠା ଯେମିତି ଆମର ହୁଏ, ସେମିତି ଆମେ ମାନେ ଗୋଳା ବନେଇଦେବା। ଆଉ ସେଇଥିରେ ଏଇ ଯେଉଁ ନଡ଼ିଆର ପୁରଟା ନା ଷ୍ଟଫିଂ କରିବା। ଏଇଠି ମୁଁ ଆପଣଙ୍କୁ ଆଉ ଗୋଟେ କଥା କହୁଛି, ଏଇଥିରେ ନା 2ଟା ରେସିପି ହେଇପାରିବ। ଏମିତି ଆପଣମାନେ ଦେଖିଲେ ମୁଁ ଏଥିରେ ଷ୍ଟଫିଂ ଦେଲି। ବାସ୍ ଆମେ କ'ଣ କରିବା, ଆକୁ ଏମିତି ଷ୍ଟଫିଂ ଦେଇକି ଆମେ ଯେମିତି ପିଠାର ଯେମିତି ସେପ୍ଟା ଆମେ ମାନେ ବନାଉଥାଉ ସେମିତି ବନେଇକି ଆମେ ଅଟା କାକରା ବି ଡାଇରେକ୍ଟ ଛାଣିପାରିବା। ସେ ପୁଣି ବିନା ଜନ୍ତିକି ବିନା ଚକଡ଼ିକି। ତ ମୁଁ ବଢ଼ିଆ ଭାବରେ ବହୁତ ହି ବଢ଼ିଆ ଲାଗେ। ପରିଶ୍ରମ ବିଲକୁଲ ବି ନାହିଁ। ଅଟା ଯଦି ଅଛି ତାକୁ ଆରାମସେ ଚକଡ଼ି ଦେବା। ଅଟା ଆଉ ସୁଜି ମିଶେଇକି ବି ଚକଡ଼ି ଦେଲେ ବହୁତ ବଢ଼ିଆ ଲାଗିବ। ବାସ୍ ତାପରେ ତାକୁ ଗରମ ଗରମ ତେଲରେ ଛାଣିଦେବା। ସେଇ ରେସିପିଟା ମୁଁ ଆଉ କେବେ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ଆଜି ବାସ୍ ମୁଁ ଆପଣଙ୍କ ସାଙ୍ଗରେ ଗୋଟେ ହେଲ୍ଦି ବ୍ରେକଫାଷ୍ଟ ରେସିପିଟା ଆଉ ଝଟାପଟ ବନଉଥିବା ରେସିପି ସେୟାର କରିନେବି। ହଁ, ବହୁତ କିନ୍ତୁ ପୁର ଯେଉଁଟା ଆମେ ଷ୍ଟଫିଂ ଦେବା ନା, ସେ ପୁର ଆମେ ମାନେ ନା ବହୁତ ମାନେ ଭରି ଭରିକି ଯେମିତି ଆମେ ମାନେ ପୁର ଦେବା, ଯେମିତି ପିଲାମାନେ ଗୋଟେ ଗୋଟେ ବାଇଟ୍ରେ ସେମାନଙ୍କୁ ଲାଗିବ ଯେ ନଡ଼ିଆ ଖାଉଛନ୍ତି ଏବଂ ଆମେ ଯେଉଁ ଗୁଡ଼ ପକାଇଛେ ତା'ର ମିଠା ଅଂଶ ଯେମିତି ଆସିବ। ତେଣୁକରି ପୁରା ଭରପୁର ଭାବରେ ଆମେ ଷ୍ଟଫିଂ ଦେବା। ଷ୍ଟଫିଂ ଦେଲାବେଳୁ ସାଧାରଣତଃ ଟିକେ ଟିକେ ବାହାରି ଯାଇଥାଏ, ତ ସେଥିରେ କିଛି ବି ଅସୁବିଧା ନାହିଁ। ବାସ୍ ବାହାରୁ ଟିକେ ଟିକେ ଏମିତି ଚୁନା ପକାଇଦେବା। ଯଦି ଲାଗିଯାଉଥାଏ ଚୁନା ଟିକେ ନାକୁ ପକାଇ ତାକୁ ଭଲସେ ବେଲିବା, ଆସ୍ତେ ଆସ୍ତେ କରି ବେଲିବା। କିନ୍ତୁ ଷ୍ଟଫିଂ ଆମେ ମାନେ ଭରପୁର ଦେବା। ସେ କିନ୍ତୁ ଯାହା ହେଲେ ବି ବାହାରିବ। ଆଳୁ ପରଟା କଲେ କ'ଣ ଆଳୁ ପରଟାରୁ ଆଳୁ ବାହାରେନି? ବାହାରିବ। ଆଉ ଏଇଟା ତ ଜାଣିକି ମିଠା ମାନେ ସେ ଟିକେ ତା'ର ଏକ୍ସଟ୍ରା ମଏଶ୍ଚର ସେ ରିଲିଜ୍ କରେ। ତେଣୁକରି ବାସ୍ ଏମିତି ବାହାରିବ। ତେଣୁକରି କିଛି ଅସୁବିଧା ନାହିଁ। ପୁରା ଭରପୁର ଭାବରେ ପୁରା ପେଟ ଭର୍ତ୍ତି କରିକି ପୁର ଆମେ ଦେଇଦେବା। ବାସ୍ ତାପରେ ତାକୁ ଲୋ ଟୁ ମିଡ଼ିୟମରେ ଟିକେ ପ୍ରଥମେ ସେକି ନେବା। ସେକି ସାରିଲା ପରେ ତାପରେ ଯାଇକି ତେଲ ଦେଇକି ଯେମିତି ଆମେ ପରଟା ପ୍ରସ୍ତୁତ ହୁଏ ନା, ସେମିତି ଆମେ ମାନେ ପ୍ରସ୍ତୁତ କରିନେବା। ତ ମେନ୍ ଜିନିଷ କ'ଣ ନା, ଛୁଆଙ୍କୁ ନା ଏଇଟା ଖାଇବାକୁ ଏକରେ ତ ନରମ ହେଇଯାଇଥାଏ। ସ୍କୁଲରେ ଯେତେବେଳେ ଟିଫିନ୍ ଖାଆନ୍ତି 3-4 ଘଣ୍ଟା ପରେ ସେମାନେ ଟିଫିନ୍ ଖାଆନ୍ତି, ତ ସେଇଟା ନରମ ବି ହେଇଯାଇଥାଏ। ଆଉ ପିଲାମାନେ ନା ମିଠା ଯେହେତୁ ଟିକେ ଲାଗିବାରୁ ନା ପିଲାମାନେ ବହୁତ ହି ଖୁସିରେ ଆରାମସେ ଖାଇଦିଅନ୍ତି। ତ ଏମିତି ଭାବରେ ପ୍ରସ୍ତୁତ କରନ୍ତୁ ଛୁଆଙ୍କର ଟିଫିନ୍ ପାଇଁ। ବହୁତ ହି ବଢ଼ିଆ। ଯଦି ଘର ମେମ୍ବରମାନଙ୍କ ପାଇଁ ବନାଉଛନ୍ତି କ୍ୱାଣ୍ଟିଟି ଟିକେ ଅଧିକ କରିଦେବେ ସମସ୍ତଙ୍କ ପାଇଁ। ବାସ୍ ସକାଳ ଜଳଖିଆ ଏମିତି ହେଲ୍ଦି ଜଳଖିଆ ବନେଇଦେବେ। ହଁ, ତା'ର ପୂର୍ବ ପ୍ରସ୍ତୁତି ଆପଣମାନେ ରାତିରୁ କରିଦେଲେ ଆପଣଙ୍କୁ ସକାଳୁ କରିବାକୁ ଇଜି ହେବ। ତ ଭାବୁଛି ଆଜିର ରେସିପିଟା ବହୁତ ହି ଆପଣଙ୍କୁ ପସନ୍ଦ ଆସିଥିବ। ମୁଁ ତ ସପ୍ତାହକୁ ଥରେ କି 2 ଥର ଏଇ ରେସିପିଟା ନିଶ୍ଚିତ ବନାଏ। କେବଳ ପୁଅର ଟିଫିନ୍ ପାଇଁ ନୁହଁ, ଘର ଲୋକମାନଙ୍କ ପାଇଁ ବି ବନାଏ। ତ ସପ୍ତାହକୁ ଥରେ ତ ଆମ ଘର ଲୋକମାନେ ଏଇ ରେସିପିଟା ଖାଆନ୍ତି, ମାନେ ଏଇ ଯେଉଁ ଷ୍ଟଫିଂ ବାଲା ପରଟା ଖାଆନ୍ତି। ତ ସ୍କୁଲର ଟିଫିନ୍ ବି ମୋ ପୁଅକୁ ବହୁତ ପସନ୍ଦ ଆସେ, କାରଣ ସେ କହେ ଯେ ମାମା ଆଉ ପୁରା ସଫ୍ଟ ଥିଲା। ଯେତେବେଳେ ମୋର ଲଞ୍ଚ ଟାଇମ୍ ଆସିଲା ନା, ପୁରା ସଫ୍ଟ ଥିଲା। ଆଉ ଏମିତି ହିଁ ଦେ, ମଝିରେ ମଝିରେ ମାମା ଏମିତି ହିଁ ଦେ। ଆଉ ଆ ସାଙ୍ଗରେ ନା କିଛି ବି କ୍ୟାଚଅପ୍ ଦରକାର ନାହିଁ, କିଛି ବି ଚଟଣି ବି ଦରକାର ନାହିଁ। ଛୁଆମାନେ ଆରାମସେ ଖାଇଦେବେ। ତ ଆଶା କରୁଛି ଆଜିର ରେସିପି ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ପ୍ଲିଜ୍ ଲାଇକ୍ କରିବେ, ହାଇପ୍ କରିବେ। ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ ନିଶ୍ଚିତ କରିବେ। ତ ମୋର ଏଇଟା କିଛି ସେୟାର କରିବାର ନଥିଲା, କିନ୍ତୁ ଯେତେବେଳେ ମୁଁ ବନେଇଲି ମୁଁ କହିଲି ଚାଲେ ଆଉ ଟିକେ ନାକୁ ଆପଣମାନଙ୍କ ସାଙ୍ଗେ ସେୟାର କରିନିଏ। ତ ସେୟାର କରିନେଲି। ଭୁଲ ଥିଲେ କ୍ଷମା କରିବେ। ନମସ୍କାର।